ସରକାରଙ୍କର ବଡ଼ ନିଷ୍ପତ୍ତି ଇ-କେୱାଇସି ନ କଲେ ଟୋକନ ମିଳିବ ନାହିଁ ଏବଂ ବାପାଙ୍କ ନାମରେ ଜମି ଥିଲେ ବି ପୁଅଙ୍କୁ ଧାନ ବିକିବାକୁ ଟୋକନ ମିଳିବ। ତ ଦର୍ଶକ ବନ୍ଧୁ, ସରକାରଙ୍କର ବଡ଼ ନିଷ୍ପତ୍ତି ଆସିଛି। ଯେଉଁମାନେ କି ମଣ୍ଡିରେ ଧାନ ବିକିବା ପାଇଁ ଚାହୁଁଛନ୍ତି ତ ସେମାନଙ୍କୁ ଇ-କେୱାଇସି କରିବା ବାଧ୍ୟତାମୂଳକ। ଯଦି ସେମାନେ ଇ-କେୱାଇସି କରୁନାହାନ୍ତି ତାହେଲେ ସେମାନେ ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ। ଆଉ ଯେଉଁମାନଙ୍କର ବି ଜେଜେବାପା କିମ୍ବା ବାପାଙ୍କ ନାମରେ ଜମି ଅଛି ତ ସେଇମାନେ ମଧ୍ୟ ମଣ୍ଡିରେ ଧାନ ବିକି ପାରିବେ। କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ମୁଁ ଆଗକୁ ଭିଡ଼ିଓ ମାଧ୍ୟମରେ କହିବି। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ କରି ଆସିଛନ୍ତି ତାହେଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଭିଡ଼ିଓ ଯଦି ଭଲ ଲାଗେ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିକି ସାଙ୍ଗମାନଙ୍କ ସହିତ ବି ସେୟାର କରିଦିଅନ୍ତୁ। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଆରମ୍ଭ କରିବା। ଗତ ବର୍ଷକ ମଧ୍ୟରେ ହୋଇଥିବା ଧାନ କିଣାରେ ବହୁତ ନକଲି ଚାଷୀ ପଞ୍ଜୀକରଣ କରି ଟୋକନ ପାଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ଏମ୍ଏସ୍ପିର ଫାଇଦା ନେଇଛନ୍ତି। ତେଣୁ ପ୍ରକୃତ ଚାଷୀ ଯେପରିକି ଟୋକନ ପାଇବେ ଏବଂ ମଣ୍ଡିରେ ଧାନ ବିକି ଉଚିତ ମୂଲ୍ୟ ପାଇବେ, ସେଥିପାଇଁ ସମସ୍ତ ଚାଷୀଙ୍କ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ନଭେମ୍ବର 1ରୁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଏଥିପାଇଁ ଜୁଲାଇ 19ରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅଗଷ୍ଟ ମାସ 20 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଯେଉଁ ଚାଷୀ ଇ-କେୱାଇସି କରିବେ ସେମାନଙ୍କୁ ହିଁ ଟୋକନ ମିଳିବ। ତେଣୁ ସମସ୍ତ ଚାଷୀଙ୍କୁ ପୁଣି ଥରେ ନୂତନ ଭାବେ ପ୍ୟାକ୍ସ କିମ୍ବା ଲ୍ୟାମ୍ପସ କିମ୍ବା ପାଣି ପଞ୍ଚାୟତ ମାନଙ୍କରେ ଆଗୁଆ ପଞ୍ଜୀକରଣ କରିବାକୁ ହେବ। ଚାଷୀ ଏବଂ ଭାଗ ଚାଷୀଙ୍କ ଆଧାର ଇ-କେୱାଇସି ମାଧ୍ୟମରେ ଚାଷୀ ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ହିଁ ଏକମାତ୍ର ପରିଚୟ ପତ୍ର ହେବ। ଧାନ ବିକ୍ରୟ ସମୟରେ ଆଧାର ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ ଇ-କେୱାଇସି ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ପୂର୍ବରୁ ଚାଲିଥିବା ବ୍ୟବସ୍ଥାରେ ବହୁତ ନକଲି ଚାଷୀ ଉପକୃତ ହେଉଥିବା ଜଣାପଡ଼ିଛି ପରେ ଏହି ପଦକ୍ଷେପ ନିଆଯାଇଛି। ସୋସାଇଟିରେ ପଞ୍ଜୀକରଣ ସମୟରେ ଚାଷୀମାନେ ନିଜର ଆଧାର କାର୍ଡ ଏବଂ ଏହା ସହ ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କର ଆକାଉଣ୍ଟକୁ ସରକାରଙ୍କ ଧାର୍ଯ୍ୟ କରିଥିବା କ୍ୱିଣ୍ଟାଲ ପିଛା 3100 ଟଙ୍କା ହିସାବରେ ଟଙ୍କା ପଠାଯାଇ ପାରିବ। ଏହା ସହ ମନ୍ତ୍ରୀ କହିଛନ୍ତି ଯେ ଧାନ କିଣା ସମୟରେ ବାପାଙ୍କ ନାମରେ ଜମି ଥିଲେ ପୁଅମାନେ ଟୋକନ ପାଉନଥିଲେ। ଏନେଇ ସାରା ରାଜ୍ୟରୁ ଅଭିଯୋଗ ଆସିବା ପରେ ନିଷ୍ପତ୍ତି ହୋଇଛି ଯେ ଯଦି କୌଣସି ଖାତାରେ ବାପାଙ୍କର ନାମ ଅଛି, ତାଙ୍କର ଏକାଧିକ ପୁଅ ଅଛନ୍ତି, ତେବେ ଯେଉଁ ପୁଅକୁ ଟୋକନ ମିଳିବ ତାକୁ ଅନ୍ୟମାନଙ୍କ ଠାରୁ ସେମାନଙ୍କର କିଛି ଅସୁବିଧା ନାହିଁ ବୋଲି ଲିଖିତ ଭାବେ ସୋସାଇଟି କାର୍ଯ୍ୟାଳୟରେ ଦେବାକୁ ପଡ଼ିବ। ଯଦି ଗୋଟିଏ ଜମିରେ ଏକାଧିକ ଭାଇ ଚାଷ କରୁଥିବେ ତେବେ ସେହି ଅନୁଯାୟୀ ଟୋକନ ବଣ୍ଟନ ହେବ। ତେଣୁ ଏବେ ବାପାଙ୍କ ନାଁରେ ଜମିପଟା ଥିଲେ ବି ପୁଅମାନେ ଧାନ ବିକିବାକୁ ଟୋକନ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଭାଗ ଚାଷୀମାନଙ୍କ ପାଇଁ ଜମି ମାଲିକଙ୍କ ସହମତି ପତ୍ର ଏବଂ ମୃତ କିମ୍ବା ଯୁଗ୍ମ ପଟ୍ଟା କ୍ଷେତ୍ରରେ ଖାତାଦାରଙ୍କ ସହମତି ପତ୍ରକୁ ଇ-ପାସରେ ଅପଲୋଡ କରିବାକୁ ହେବ। ପଞ୍ଜୀକୃତ ଚାଷୀଙ୍କୁ ଚାଷୀ ପଞ୍ଜୀକରଣ ସ୍ଲିପ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି। ଦର୍ଶକ ବନ୍ଧୁ, ଇଏ ଥିଲା ଆଜିର ଛୋଟିଆ ଇନଫର୍ମେସନଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିହାତି ଗୋଟେ ଲାଇକ୍ କରନ୍ତୁ। ଆଉ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନକୁ ଦବାଇକି ରଖନ୍ତୁ, ଯାହାଫଳରେ କି ମୁଁ ଏମିତି ନୂଆ ନୂଆ ଭିଡ଼ିଓ ଅପଲୋଡ କରେ ତ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଜୟ ଜଗନ୍ନାଥ, ଧନ୍ୟବାଦ।